ମୁଁ ଜଣେ ଠିକା କର୍ମଚାରୀ ଗୋଟିଏ ସ୍ଥାନରେ ଗୋଟିଏ ଅଫିସରେ କାମ କରୁଛି, କିନ୍ତୁ ରେଗୁଲାର କର୍ମଚାରୀଙ୍କ ଠାରୁ 5 ଭାଗରୁ ମାତ୍ର ଭାଗ୍ୟ ଦରମା ପାଉଛି। ତଥାପି ମୁଁ ଖୁସିରେ ଅଛି। ଦରମା ପ୍ରତି 2-3 ମାସକୁ ଥରେ ମିଳୁଛି, ଆଉ ଇପିଏଫ୍ ଇଏସ୍ଆଇ ବି ଠିକ୍ ସେ ଡିପୋଜିଟ୍ ହଉନି। ତଥାପି ମୁଁ ଖୁସିରେ ଅଛି। ମୋ ଦରମାର 25% ଏଜେନ୍ସି ଖାତାକୁ ଯାଉଛି। ତଥାପି ମୁଁ ଖୁସିରେ ଅଛି। ଘର ମୋର ବହୁତ କଷ୍ଟରେ ଚଳୁଛି। ମାସ ପୁରିଲା ବେଳକୁ ରାସନ ଦୋକାନୀ, ପରିବା ଦୋକାନୀ ସମସ୍ତେ ପଇସା ମାଗୁଛନ୍ତି। କାହା ପଇସା ମୁଁ ଦେଇପାରୁନି। ତଥାପି ମୁଁ ଖୁସିରେ ଅଛି। ପର୍ବପର୍ବାଣୀ ଆସିଲେ ପିଲାମାନଙ୍କ ପାଇଁ ନୂଆ ଡ୍ରେସ୍ ଟିଏ କିଣି ପାରୁନି, କି ତାଙ୍କ ପାଠପଢା ଖର୍ଚ୍ଚ ବି ଠିକ୍ ସେ ବହନ କରିପାରୁନି। ତଥାପି ମୁଁ ଖୁସିରେ ଅଛି। ଦିନକୁ ମଜୁରୀ 450 ଟଙ୍କା, ତାହା ପୁଣି 26 ଦିନର। ଅଫ୍ 4 ଦିନର ଦରମା ନାହିଁ, କିନ୍ତୁ 450 ଟଙ୍କା ଦରମା ପାଇ ଗୋଟେ ଢଳେଇ ଲେବରକୁ ମୁଁ ମଜୁରୀ ଦଉଛି 750 ଟଙ୍କା। ତଥାପି ମୁଁ ଖୁସିରେ ଅଛି। ପ୍ରତିବର୍ଷ ନୂଆ ଠିକା ସଂସ୍ଥା ଟେଣ୍ଡର ପାଇଲେ ଚାକିରିରୁ ବାହାର କରିଦେବ ବୋଲି କହୁଛନ୍ତି, ଆଉ ସେଇ ଭୟରେ ତାଙ୍କୁ କିଛି ଖର୍ଚ୍ଚ ପାଣି ବି ଦେବାକୁ ପଡୁଛି। ତଥାପି ମୁଁ ଖୁସିରେ ଅଛି। ନିଷ୍ଠାପର ଭାବରେ 20 ବର୍ଷ ଚାକିରି କଲା ପରେ ମଧ୍ୟ ସରକାର କହୁଛନ୍ତି ମୁଁ କୁଆଡେ ସରକାରୀ ଡାଟା ଲିକ୍ କରୁଛି। ତଥାପି ମୁଁ ଖୁସିରେ ଅଛି। ବର୍ଷକୁ ଥରେ ଷ୍ଟ୍ରାଇକ ପାଇଁ ସଂଘରୁ ଡାକର ଆସୁଛି, ଆଉ 2-4 ଦିନ ଷ୍ଟ୍ରାଇକ ପରେ ରେଗୁଲାର ପାଇଁ କେବଳ ମିଛ ପ୍ରତିଶ୍ରୁତି ପାଉଛି। ତଥାପି ମୁଁ ଖୁସିରେ ଅଛି। ରେଗୁଲାର ହେବାକୁ ସରକାର ବଦଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମୁଁ ଗ୍ରହଣ କରିଛି, କିନ୍ତୁ ବଦଳରେ କେବଳ ଧୋକା ମୁଁ ପାଇଛି। ତଥାପି ମୁଁ ଖୁସିରେ ଅଛି। ସୁପ୍ରିମକୋର୍ଟଙ୍କ ଆଦେଶ ସମାନ କାମକୁ ସମାନ ଦରମା। ସୁପ୍ରିମକୋର୍ଟଙ୍କ ଆଦେଶ ସମାନ କାମକୁ ସମାନ ଦରମା 10 ବର୍ଷ ପରେ ବି କେବଳ ଆଦେଶରେ ସୀମିତ ରହିଛି। ତଥାପି ମୁଁ ଖୁସିରେ ଅଛି। ଘରଠୁ ବାହାର ସମସ୍ତେ ପଚାରୁଛନ୍ତି, ଆରେ ତୋର କେବେ ରେଗୁଲାର ହବ? କିଛି ଉତ୍ତର ନ ଦେଇ ହସି ଦେଇ ବାଟେ ବାଟେ ଚାଲି ଯାଉଛି। ତଥାପି ମୁଁ ଖୁସିରେ ଅଛି। ରେଗୁଲାର ହେବ ବୋଲି ଆଶାରେ ରହି ରହି 60 ବର୍ଷ ବୟସ ଆଡକୁ ଅଗ୍ରସର ହେଉଛି। ଭବିଷ୍ୟତ ମୋର ଅନ୍ଧକାର ଦେଖାଯାଉଛି। ତଥାପି ମୁଁ ଖୁସିରେ ଅଛି। ତଥାପି ମୁଁ ଖୁସିରେ ଅଛି। ହଁ, ତଥାପି ମୁଁ ଖୁସିରେ ଅଛି।